ଏହି ଗଛର ଚେର ଯାହା ନାମରେ ଆଣି ହାତରେ ଧରିବ ସେ ହେବ ବଶୀକରଣ। ଦେଖନ୍ତୁ ଆଜି ଆମେ ଏମିତି କିଛି ଚମତ୍କାରୀ ଗଛ ବିଷୟରେ ଜାଣିବା ଯେଉଁ ଗଛର ମାତ୍ର ଖଣ୍ଡିଏ ଚେର ଆପଣମାନେ ଉପାଡ଼ିକି ଆଣିବେ ଏବଂ ଯେଉଁ ଝିଅର ନାଁ ଯେଉଁ ପୁଅର ନାଁ ଆପଣମାନେ ଧରିକି ଆଣିଥିବେ ସେ ବଶୀକରଣ ହୋଇଯିବ। ଦେଖନ୍ତୁ ଏହା ହେଉଛି ସବୁଠାରୁ ଚମତ୍କାରୀ ପ୍ରୟୋଗ। ଯଦି ଆପଣମାନେ ଏହା କରିବା ପାଇଁ ଚାହାନ୍ତି ତାହେଲେ ଆପଣମାନେ ବିଧିବିଧାନ ସହିତ ନିୟମ ନୀତି ସହିତ କରିବାକୁ ପଡ଼ିବ। ତେବେ ହିଁ ଆପଣମାନେ ଅତି ସହଜରେ ଯେକୌଣସି ଝିଅକୁ ପୁଅକୁ ସ୍ତ୍ରୀକୁ ପୁରୁଷକୁ ବଶୀକରଣ କରିପାରିବେ। କିନ୍ତୁ ସର୍ବପ୍ରଥମେ ଆପଣମାନଙ୍କୁ ଏହା ଉପରେ ଦୃଢ଼ ବିଶ୍ୱାସ ରଖିବାକୁ ପଡ଼ିବ। ଯଦି ଆପଣମାନଙ୍କର ବିଶ୍ୱାସ ନାହିଁ ତାହେଲେ ଆପଣମାନେ ଯେତେ ଯାହା କରନ୍ତୁ କିଛି ଫାଇଦା ହେବ ନାହିଁ। ଯଦି ଆପଣମାନଙ୍କର ବିଶ୍ୱାସ ଅଛି ତାହେଲେ ଆପଣମାନେ ସବୁ କିଛି କରିପାରିବେ। ତ ଚାଲନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ପ୍ରୟୋଗ ବିଧି। ତା ପୂର୍ବରୁ ଆପଣ ସମସ୍ତଙ୍କୁ ମୁଁ ଗୋଟିଏ କଥା କହିବି। ଦେଖନ୍ତୁ ଆପଣମାନଙ୍କର ଯଦି କୌଣସି ବି ସମସ୍ୟା ଅଛି, ଯେମିତିକି ଆପଣମାନଙ୍କର ପ୍ରେମ ସମସ୍ୟା, ବିବାହ ସମସ୍ୟା, କୋର୍ଟ କଚେରୀ ସମସ୍ୟା, ବେପାର ବାଣିଜ୍ୟ ସମସ୍ୟା, ଶତ୍ରୁ ସମସ୍ୟା, ପାଙ୍ଗଣ ନାଶଣ ଯାଦୁଟଣା ସମସ୍ୟା, ଘରର ଯେକୌଣସି ସମସ୍ୟା, ସ୍ୱାମୀ ସ୍ତ୍ରୀ ସମସ୍ୟା, ତାହେଲେ ଆପଣମାନେ ଆମ ସହିତ ଯୋଗାଯୋଗ କରିବେ। ଦେଖନ୍ତୁ କିଛି ବି ସମସ୍ୟା ଥାଉ ଆପଣମାନେ ନିହାତି ଭାବରେ ଯୋଗାଯୋଗ କରନ୍ତୁ, କାହିଁକି ନା ଯୋଗାଯୋଗ କରିବାରେ ଆପଣମାନଙ୍କୁ ପଇସା ପଡ଼ୁନାହିଁ। ଯଦି ଆମେ କଲ୍ ରିସିଭ୍ କରିପାରିଲୁ ନାହିଁ ତାହେଲେ ଆପଣମାନେ କ'ଣ କରିବେ, ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ କରିବେ, ତାହେଲେ ଆମେ ଫ୍ରି ହେଲେ ଆପଣମାନଙ୍କୁ ନିଶ୍ଚୟ ରିପ୍ଲାଏ କରିବୁ। ବର୍ତ୍ତମାନ ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଯେଉଁ ଗଛଟି ବା ଯେଉଁ ଲତାଟି ଦେଖାଯାଉଛି ଆପଣମାନେ ହୁଏତ ଦେଖିଲେ ଚିହ୍ନି ପାରୁଥିବେ, ଏହାର ନାମ ହେଉଛି ବିଛୁଆତି। ଦେଖନ୍ତୁ ଏହି ବିଛୁଆତି ଯଦି କୌଣସି ଲୋକର ଦେହରେ ଲାଗିଯାଏ ତାହେଲେ କେମିତି କୁଣ୍ଡାଏ ସେସବୁ ତ ଆପଣମାନେ ଜାଣିଛନ୍ତି, ତେଣୁ ଏହାର ପରିଚୟ ଦେବା ଆବଶ୍ୟକ ନାହିଁ। କିନ୍ତୁ ଏହାର ତାନ୍ତ୍ରିକ ବିଧି ଯେଉଁଟାକି ବଶୀକରଣ ବିଧି ସେସବୁ ଜାଣିବା ନିହାତି ଦରକାର। ଦେଖନ୍ତୁ ଆପଣମାନେ କ'ଣ କରିବେ, ଶନିବାର କିମ୍ବା ରବିବାର ଦିନ ପୁଷ୍ୟା ନକ୍ଷତ୍ର ହୋଇଥିବ ସେହି ଦିନ ଆପଣମାନେ ଯାହାକୁ ବଶୀକରଣ କରିବାର ଅଛି ତାହାରି ନାମରେ ଏହି ଗଛକୁ ଯାଇକି ଧୂପ ଦୀପ ନୈବେଦ୍ୟ ଇତ୍ୟାଦି ଅରୁଆ ଚାଉଳ ଦେଇକି ନିମନ୍ତ୍ରଣ କରିନେବେ। ଆଉ କ'ଣ କରିବେ, ଗୋଟିଏ ନିଶ୍ୱାସରେ ଉପାଡ଼ିକି ଆଣିବେ। ଆଗ ପଛ ଇଆଡ଼େ ସିଆଡ଼େ କୁଆଡ଼େ ଦେଖିବେ ନାହିଁ, ସିଧା ଘରକୁ ଚାଲି ଆସିବେ। ତାପରେ ଆପଣମାନେ ଏହାକୁ ପଞ୍ଚାମୃତ ଗଙ୍ଗା ଜଳରେ ଧୋଇଦେବେ। ତାପରେ ଗୋଟିଏ ନାଲି କପଡ଼ା ବିଛେଇବେ, ତା ଉପରେ ରଖିଦେବେ। ଧୂପ ଦୀପ ନୈବେଦ୍ୟ ଇତ୍ୟାଦି ଆପଣମାନେ ପ୍ରଦାନ କରିଦେବେ। ତାପରେ ଆପଣମାନେ ଗୋଟିଏ ଆସନ ପକାଇବେ, ସାମ୍ନାରେ ବସି ପଡ଼ିବେ ଏବଂ ମୁଁ ଆପଣମାନେ ଗୋଟିଏ ମନ୍ତ୍ର କହୁଛି, ସେହି ମନ୍ତ୍ରଟିକୁ ଧ୍ୟାନ ଦେଇକି ଶୁଣନ୍ତୁ। 108 ସଂଖ୍ୟାରେ ଅଭିମନ୍ତ୍ରିତ କରିବେ। ଓମ୍ ଐଂ ହ୍ରିଂ କ୍ଲିଂ କାମାକ୍ଷା ଦେବୀ ଅମୁକିଂ ମେ ଆକର୍ଷୟ ଆକର୍ଷୟ ହୁଁଫଟ୍ ସ୍ୱାହା। ଏହି ମନ୍ତ୍ରରେ ଆପଣମାନେ ଅଭିମନ୍ତ୍ରିତ କରିବେ। ଯେତେବେଳେ ଆପଣମାନଙ୍କ 108 ସଂଖ୍ୟା ଜପ ଶେଷ ହୋଇଯିବ ତାପରେ ଆପଣମାନେ କ'ଣ କରିବେ, ଯେତେବେଳେ ଯାହାର ନାମ ନେଇକି ଆପଣମାନେ ନିମନ୍ତ୍ରଣ କରିଥିଲେ ତାକୁ ଡାକିବାର ଅଛି, ବଶୀକରଣ କରିବାର ଅଛି, ଆକର୍ଷଣ କରିବାର ଅଛି, ତାହେଲେ ଆପଣମାନେ କେବଳ ଆଖି ବନ୍ଦ କରିବେ, ଦୁଇଟି ହାତରେ ଧରିବେ ଏବଂ ସେହି ବ୍ୟକ୍ତିକୁ ଡାକିବେ। ବାସ୍ ସେ ସାଙ୍ଗେ ସାଙ୍ଗେ ଚାଲି ଆସିବ। କିନ୍ତୁ ଦେଖନ୍ତୁ ମୁଁ ଆପଣମାନଙ୍କୁ ଯାହା ବି କହିଲି ସେସବୁ ଶ୍ରଦ୍ଧା ବିଶ୍ୱାସ ନିହାତି ଆବଶ୍ୟକ, ତିଥି ବାର ନକ୍ଷତ୍ର ନିହାତି ଆବଶ୍ୟକ। ଆଉ ଯଦି ସେମିତି ଇଜି ମାଧ୍ୟମରେ ହୁଅନ୍ତା ତାହେଲେ ସମସ୍ତେ କରିପାରନ୍ତେ, କିନ୍ତୁ ଯେତିକି ଇଜି ସେତିକି ଆପଣମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।